ବର୍ତ୍ତମାନ ରହିଛି ସାଥୀ ଗପସପ। ଗପସପରେ ଭେଟିବା ଜଣେ ଯୁବକବିଙ୍କୁ। ତାଙ୍କ ନାଁ ରାଜେଶ ରୟ। ସାଥୀ, ଆଜିର ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଗପସପ। ଗପସପରେ ଆମେ ଆଜି ସାକ୍ଷାତ କରିବା ଜଣେ ଯୁବକବିଙ୍କ ସହିତ। ତେବେ ଚାଲନ୍ତୁ ସାକ୍ଷାତ କରିବା। ଆଜି ଆମ ନିକଟରେ ଅଛନ୍ତି ଜଣେ ଯୁବକବି। ଭାଇ, ଆପଣଙ୍କର ପରିଚୟଟା ଦେଇଦେବେ। ନମସ୍କାର, ମୋ ନାଁ ରାଜେଶ ରାୟ। ମୁଁ ଜୟପୁରର ବର୍ତ୍ତମାନ ବାସିନ୍ଦା। ମୂଳ ଘର ହେଉଛି ବାଣୀକ୍ଷେତ୍ର, ଜଗତସିଂହପୁର। କିନ୍ତୁ ଗତ 5 ବର୍ଷ ହେବ ମୋତେ ଜୟପୁର ଆପଣେଇ ନେଇଛି। ମୁଁ ଜୟପୁରରେ ବର୍ତ୍ତମାନ ଅଧ୍ୟାପନା କରୁଛି ଏବଂ ଯେହେତୁ ଅଧ୍ୟାପନା କରିବା ସହିତ ସାହିତ୍ୟ ପ୍ରତି ମୋର ଗୋଟିଏ ଦୁର୍ବଳତା ରହିଛି। ମୁଁ ଉଦ୍ଭିଦମାନଙ୍କୁ ଭଲ ପାଏ, ପ୍ରକୃତିକୁ ଭଲ ପାଏ। ତେଣୁ ମୁଁ କହିବିନି ମୁଁ କବି ବୋଲି, କିନ୍ତୁ ମୋତେ ପ୍ରକୃତି କବିଟିଏ ବନେଇ ଦେଇଛି। ବହୁତ ସୁନ୍ଦର ଭାଇ। ଆଚ୍ଛା ଭାଇ, କଥାବାର୍ତ୍ତା ତ ଆରମ୍ଭ କରିବା, ଅନେକ କିଛି ଜାଣିବା ଆପଣଙ୍କ ବିଷୟରେ। ପ୍ରଥମେ ଗୋଟେ ଛୋଟିଆ କବିତାରୁ ଆରମ୍ଭ କରିବା। ନିଶ୍ଚୟ। ମୁଁ ଗୋଟେ କବିତା ଲେଖିଥିଲି, ମୁଁ ଆଉ ମୋ ହୃଦୟ। ମୁଁ ଆଉ ମୋ ହୃଦୟ ଦୁହେଁ କଥା ହୁଅନ୍ତି। ମୁଁ ଆଉ ମୋ ହୃଦୟ ଦୁହେଁ କଥା ହୁଅନ୍ତି ତୋ ଅଜ୍ଞାତ ଉପସ୍ଥିତିକୁ ନେଇ। ଦୁହେଁ ଘର ବାଲକୋନିକୁ ଆସି ଚା ପିଅନ୍ତି। ଦୁହେଁ ଘର ବାଲକୋନିକୁ ଆସି ଚା ପିଅନ୍ତି, ଖଟି କରନ୍ତି, ଚିଠି ଲେଖନ୍ତି, ଆଉ ସମୟ ପାଇଲେ ତୋ ସହ ମିଛିମିଛିକା ଚାଟ୍ କରନ୍ତି। ତୁ ରିପ୍ଲାଇ ନଦେଲେ ରାଗନ୍ତି, ତୁ ରିପ୍ଲାଇ ନଦେଲେ ରାଗନ୍ତି, ମୁହଁ ଶୁକାନ୍ତି, ଅଦିନିଆ ଉପବାସ କରନ୍ତି। ଆଉ ତତେ ପାଇବା ପାଇଁ ଭୋଳା ବାବାଙ୍କ ପାଖେ ନିତି ଘିଅ ଦୀପ ଜାଳନ୍ତି। ହଁ, କେବଳ ଆଉ କେବଳ ତୋ ପାଇଁ, ତୋର ପ୍ରତ୍ୟୁତ୍ତର ପାଇବା ପାଇଁ। ବହୁତ ସୁନ୍ଦର କବିତା। ତେବେ ଭାଇ, ଆପଣ ମାନେ କୋଉଠି ରହନ୍ତି? ଆପଣଙ୍କର ପାଠ ପଢ଼ାପଢ଼ି କେମିତି ହେଇଥିଲା, କୋଉଠି ହେଇଥିଲା? ମୁଁ ଜଗତସିଂହପୁରର ବାସିନ୍ଦା। ମା ଶାରଳାଙ୍କର ପୃଷ୍ଠଭୂମି। ମୁଁ ସେହି ସ୍ଥାନରେ ଜନ୍ମ ନେଇଛି, ସେହି ସ୍ଥାନରେ ବଢ଼ିଛି ଏବଂ ମୋର ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ ପରେ ମୁଁ ଜଗତସିଂହପୁରର ଗୋଟିଏ ମହାବିଦ୍ୟାଳୟ ବିଜୁ ପଟ୍ଟନାୟକ ଜୁନିୟର କଲେଜ, ସେ ଜାଗାରେ ମୁଁ +2 କମ୍ପ୍ଲିଟ୍ କରିଥିଲି। ତାପରେ ପରେ ମୋତେ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଜଗତସିଂହପୁରରେ ସ୍ନାତକ ବା +3 କରିବାକୁ ସୁଯୋଗ ମିଳିଥିଲା। ମୁଁ ଉଦ୍ଭିଦ ବିଜ୍ଞାନରେ +3 କରିଥିଲି ଏବଂ ପରେ ପରେ ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆସିକି ସେ ଜାଗାରେ ପିଜି ମୋର କମ୍ପ୍ଲିଟ୍ କଲି, ସ୍ନାତକୋତ୍ତର। ଏବଂ ତାପରେ ପରେ ମୋତେ ସମୟ ଟାଣି ଆଣିଲା ଅଧ୍ୟାପନା କ୍ଷେତ୍ରକୁ ଏବଂ 2020 ମସିହାରୁ ମୁଁ ଅଧ୍ୟାପନାରେ ରହିଛି। ପିଲାମାନଙ୍କୁ ପାଠ ପଢ଼ଉଛି, ଉଦ୍ଭିଦମାନଙ୍କ ବିଷୟରେ ଜଣାଉଛି। ତେଣୁ ସେବେଠାରୁ ମୋର ଜର୍ଣ୍ଣି ଆରମ୍ଭ। ଏବଂ ସାହିତ୍ୟର କଥା ଯଦି ମୁଁ କହିବି, ମୁଁ ଯେହେତୁ କଲେଜ ବେଳୁ ମୋର ଗୋଟିଏ ସାହିତ୍ୟ ପ୍ରତି ଭଲ ପାଇବା ଅନ୍ତର୍ନିହିତ ଭାବେ ଜାଗ୍ରତ ହୋଇଥିଲା। ଯେହେତୁ ସମସ୍ତେ କହୁଥିଲେ ଯେ ତୁ କାହିଁକି ସାଇନ୍ସ ପଢ଼ୁଛୁ, ତୁ ବିଜ୍ଞାନ କାହିଁକି ପଢ଼ୁଛୁ, ତୋର ଯେହେତୁ ଟିକେ ସାହିତ୍ୟ ଭାବରେ ତୁ କଥାବାର୍ତ୍ତା କରୁଛୁ, ତେଣୁ ତୁ ସାହିତ୍ୟ କାହିଁକି ପଢ଼ୁନୁ। କିନ୍ତୁ ମୁଁ ସେମାନଙ୍କୁ ପ୍ରତ୍ୟୁତ୍ତର ଦିଏ ଯେ ବିଜ୍ଞାନ ହେଲେ ମଧ୍ୟ ପ୍ରତିଟି କ୍ଷେତ୍ରରେ ସାହିତ୍ୟର ସ୍ପର୍ଶ ରହିଛି। ଆପଣ ଯଦି ପ୍ରକୃତିକୁ ଭଲ ପାଉଛନ୍ତି, ପ୍ରକୃତି ଭିତରୁ ଆପଣ ସାହିତ୍ୟକୁ ଖୋଜିକି ପାଇବେ। ତେଣୁ ଜଣେ ଉଦ୍ଭିଦ ବିଜ୍ଞାନୀ ଯେ କାହିଁକି ଜଣେ କବି ନ ହୋଇପାରିବ, ସେହି ପ୍ରଶ୍ନଟି ମୋତେ ଆଘାତ ଦେଇଥିଲା ଏବଂ ଧୀରେ ଧୀରେ ମୁଁ ବି ଚେଷ୍ଟା କରିଥିଲି କିଛି ଶବ୍ଦମାନଙ୍କୁ ଯୋଡ଼ି କିଛି ବନେଇବା ପାଇଁ। ବହୁତ ସୁନ୍ଦର। କାହିଁକି ନା ବିଜ୍ଞାନ କ୍ଷେତ୍ରରେ ଥାଇକି ମଧ୍ୟ ଆପଣ ସାହିତ୍ୟକୁ ଏତେ ଭଲ ପାଉଛନ୍ତି। ତ ଆପଣ ଯେତେବେଳେ ଲେଖାଲେଖି କରନ୍ତି, ସେତେବେଳେ କୋଉ ପ୍ରକାର କବିତା ଲେଖିବାକୁ ଆପଣଙ୍କୁ ଟିକେ ବେଶୀ ଭଲ ଲାଗେ? ସାର୍, ମୁଁ ଟିକେ ରୋମାଣ୍ଟିକ କବିତା ଲେଖେ। ମୁଁ କବି ବିଭୂତି ପଟ୍ଟନାୟକଙ୍କୁ ବହୁତ ଭଲ ପାଏ। ତାଙ୍କରି ଲେଖା ମୋତେ ବହୁତ ପ୍ରେରିତ କରିଛି। ଯେମିତିକି ବଧୂ ନିରୁପମା, ଏଇଭଳି ମୋତେ ଲେଖା ବହୁତ ପସନ୍ଦ ଲାଗେ ଏବଂ ମୁଁ କଳ୍ପନା କରେ, ଯେମିତିକି ସମସ୍ତେ କୁହନ୍ତି ସତରେ କ'ଣ ତୋର ପ୍ରେମିକା ଅଛି? କିନ୍ତୁ ମୁଁ କହେ ହଁ, ମୋର ପ୍ରେମିକା ଅଛି। ଏଇ ପ୍ରକୃତି ହେଉଛି ମୋର ପ୍ରେମିକା, ଏ ବହି ହେଉଛି ମୋର ପ୍ରେମିକା। ତେଣୁ ମୁଁ ପ୍ରେମ କରି ବସେ ଏବଂ ଟିକେ ରୋମାଣ୍ଟିକ ୱେରେ ମୁଁ ଶବ୍ଦମାନଙ୍କୁ ଯୋଡ଼ିବାକୁ ଚେଷ୍ଟା କରେ। ଏବଂ ସମସ୍ତେ ରୋମାଣ୍ଟିକ ଶୈଳୀରେ ତ ଅନେକ କବି ଅଛନ୍ତି ଯେଉଁମାନେ ଲେଖନ୍ତି, ତ ମୁଁ ମଧ୍ୟ ଭାବେ ଯେ ସେଇଭଳି ରୋମାଣ୍ଟିକ ୱେରେ ଚିନ୍ତା କରିକି କିଛି ଲେଖିବାକୁ ଚେଷ୍ଟା କରେ। ଆଚ୍ଛା, ଯେତେବେଳେ ଆପଣ କବିତା ଲେଖନ୍ତି, ସେତେବେଳେ ଯୋଉ ଭାବନା ଗୁଡ଼ିକୁ ଶବ୍ଦର ରୂପ ଦିଅନ୍ତି, ଆଜ୍ଞା, ତ ଶବ୍ଦ ଖୋଜିଲା ବେଳେ କେମିତି ଆପଣ ଖୋଜନ୍ତି ଶବ୍ଦ ଗୁଡ଼ାକୁ? କାହିଁକି ନା ଆପଣ ତ ବିଜ୍ଞାନ କ୍ଷେତ୍ରରୁ ଯାଉଛନ୍ତି, ତ ସାହିତ୍ୟିକ ଶବ୍ଦ ଗୁଡ଼ିକୁ କେମିତି ଖୋଜିକି ବାହାର କରନ୍ତି? ଆଜ୍ଞା, ମୁଁ ପ୍ରତିଦିନ କିଛି ନା କିଛି ପଢ଼େ। ମୋର ନିଜର ପାଠ ସହିତ ମୁଁ ପ୍ରତ୍ୟେକ ଦିନ ଖବରକାଗଜ ପଢ଼େ, ମ୍ୟାଗାଜିନ୍ ପଢ଼େ, ବିଭିନ୍ନ ସାହିତ୍ୟ ପତ୍ରିକା ମଧ୍ୟ ପଢ଼େ। ମୋର ଗୋଟେ ସଉକ ରହିଛି ସାର୍, ମୁଁ ବହି କିଣେ।
ବିଭିନ୍ନ ପ୍ରକାରର ନୋବେଲ ବହି ଉପନ୍ୟାସ ଠାରୁ ଆରମ୍ଭ କରିକି ଗଳ୍ପ କବିତା ପାଖାପାଖି 50ରୁ ଉର୍ଦ୍ଧ୍ୱ ବହି ମୋ ପାଖରେ ଅଛି। ତେଣୁ ମୁଁ ପିଲାମାନଙ୍କୁ ବିଜ୍ଞାନର ପାଠ ପଢ଼ାଇବା ସହିତ ମୁଁ ମଧ୍ୟ ନିଜେ ବିଭିନ୍ନ ପାଠ ପଢ଼ିଥାଏ ଏବଂ ଉଦ୍ଭିଦ ବିଜ୍ଞାନ ସହିତ ମୁଁ ସାହିତ୍ୟ ମଧ୍ୟ ପଢ଼େ। ତେଣୁ କହନ୍ତି ନା ଯେ ପଢ଼ିବାର ଶେଷ ନାହିଁ, ଆମ ଜୀବନ ଯେପର୍ଯ୍ୟନ୍ତ ଅଛି ଆମେ ପଢ଼ୁଥିବା। ତେଣୁ ଭଗବାନଙ୍କର ଗୋଟିଏ ଆଶୀଷ ମୋ ଉପରେ ରହିଛି, ମା ଶାରଳାଙ୍କର ହୁଏତ ଆଶୀର୍ବାଦ ରହିଛି। ତେଣୁ ମୁଁ ସାହିତ୍ୟ ପ୍ରତି ଟାଣି ହେଇକି ଯାଉଛି ଏବଂ ମୁଁ ମଧ୍ୟ ପିଲାଙ୍କୁ ଯେତେବେଳେ ବିଜ୍ଞାନ ପାଠ ପଢ଼ାଏ, ଉଦ୍ଭିଦ ବିଜ୍ଞାନ ପାଠ ପଢ଼ାଇଲା ବେଳେ ମୁଁ ସାହିତ୍ୟିକ ଭାବରେ ତାଙ୍କୁ କିଛି ବୁଝାଇବାକୁ ଚେଷ୍ଟା କରେ, ଯୋଉଟାକି ପ୍ରାକୃତିକ। ପ୍ରକୃତିରେ ଯେହେତୁ ଉଦ୍ଭିଦ ମାନେ ଅଛନ୍ତି, ତେଣୁ ପ୍ରାକୃତିକ ଭାବନାରେ ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରେ, ଯୋଉଥିପାଇଁ କି ପିଲାମାନେ ବି ବହୁତ ଖୁସି ହୁଅନ୍ତି ଯେ ସାର୍ ଆମକୁ ପୁରା ଓଡ଼ିଆରେ ବୁଝାଉଛନ୍ତି, ଯୋଉଟାକି ଆମକୁ ବୁଝିବାକୁ ସହଜ ହେଉଛି। ତେଣୁ ସାହିତ୍ୟ ଯଦି ପ୍ରତ୍ୟେକଟି ବିଷୟବସ୍ତୁ ସହିତ ଯୋଡ଼ି ହେଇଯାଏ, ତେବେ ସେହି ବିଷୟବସ୍ତୁ ଆହୁରି ସରଳ ହେଇଯିବ। ବହୁତ ବଢ଼ିଆ କଥା କହିଲେ। ତ ଆପଣ ଯୋଉ ପଢ଼ାପଢ଼ି କରନ୍ତି, କାହା ବିଷୟରେ ପଢ଼ିବାକୁ, କାହାର ଲେଖା ପଢ଼ିବାକୁ ଆପଣଙ୍କୁ ବେଶୀ ଭଲ ଲାଗେ? ମୁଁ ଯେମିତିକି ଆପଣଙ୍କୁ ପୂର୍ବରୁ କହୁଥିଲି ବିଭୂତି ପଟ୍ଟନାୟକଙ୍କର ଲେଖା ମୋତେ ବହୁତ ଭଲ ଲାଗେ। ତା ଛଡ଼ା ବ୍ୟାସକବି ଫକୀରମୋହନ ସେନାପତି ଏବଂ କାହ୍ନୁଚରଣ ମହାନ୍ତି, ପ୍ରତିଭା ରାୟ, ମନୋଜ ଦାସ, ଏମାନଙ୍କ ଲେଖା ମୋତେ ବହୁତ ଭଲ ଲାଗେ। ବର୍ତ୍ତମାନ ଡକ୍ଟର ତୃପ୍ତି ରଞ୍ଜନ ଦାସ ଜଣେ ଯୁବକବି ଆମ ଜଗତସିଂହପୁର ଜିଲ୍ଲାର, ତାଙ୍କର ଲେଖା ମୋତେ ବହୁତ ବର୍ତ୍ତମାନ ଭଲ ଲାଗୁଛି। ତେଣୁ କହିବାକୁ ଗଲେ ମୁଁ ପ୍ରତିଟି ସାହିତ୍ୟିକଙ୍କୁ ସମ୍ମାନ ଦିଏ ଏବଂ ଯେଉଁମାନେ ଟିକେ ରୋମାଣ୍ଟିକ ୱେରେ ଲେଖା ଲେଖନ୍ତି, ମୁଁ ଟିକେ ଆକର୍ଷିତ ତାଙ୍କ ଆଡ଼କୁ ହୁଏ। ତ ଯେତେବେଳେ ଆପଣ ଲେଖାଲେଖି କରନ୍ତି, ଶବ୍ଦ ଗୁଡ଼ାକ ଆପେ ଆପେ ଆପଣଙ୍କ ଭିତରକୁ ଚାଲି ଆସେ ନା ଶବ୍ଦକୁ ସାଉଁଟିବାକୁ ପଡ଼େ, ଖୋଜିବାକୁ ପଡ଼େ, ଆଉ ମାନେ ସେଗୁଡ଼ିକୁ ଆଣିକି ଗୁନ୍ଥିକି ଗୋଟେ କବିତା ରଚନା କରିବାକୁ ପଡ଼େ? ନିଶ୍ଚିତ ପଢ଼ିବାକୁ ପଡ଼େ, ବହୁତ ପଢ଼ିବାକୁ ପଡ଼େ। କାରଣ ଆପଣ ନ ପଢ଼ିଲେ, ନ ଖୋଜିଲେ ଆପଣ ପାଇବେ କେମିତି? ତେଣୁ ମୁଁ ବହୁତ ଖୋଜେ। ମୁଁ ଯେମିତି କହିଲି ଆପଣଙ୍କୁ, ବିଭିନ୍ନ ସାହିତ୍ୟ ପତ୍ରିକା ମୁଁ ପଢ଼େ। ପ୍ରତିଦିନ ସକାଳୁ ଉଠି ପେପର ପଢ଼ିବା ହେଉଛି ମୋର ଗୋଟେ ନୀତିଦିନିଆ ଅଭ୍ୟାସ। ତେଣୁ ମୁଁ ସବୁଦିନ ଗୋଟିଏ ପେପରରେ ସୀମିତ ରହେ ନାହିଁ, ମୁଁ ସ୍ତମ୍ଭ ପୃଷ୍ଠା ପଢ଼େ। ବିଶେଷ କରିକି ପେପରର ଯେଉଁ ସ୍ତମ୍ଭ ପୃଷ୍ଠା ଅଛି ତାକୁ ପଢ଼େ। ବିଭିନ୍ନ ସାହିତ୍ୟିକଙ୍କର ଯଦି କିଛି ଲେଖା ଥିବ, ରବିବାର ପୃଷ୍ଠାରେ ଯଦି କିଛି କବିତା ଥିବ, ତାକୁ ଭଲ ଭାବରେ ପଢ଼ିବାକୁ ଚେଷ୍ଟା କରେ। ତେଣୁ ବହୁତ କିଛି ପଢ଼େ। ତା ଭିତରୁ ହିଁ ଶବ୍ଦମାନଙ୍କୁ ମୁଁ ଖୋଜିକି ପାଏ ଏବଂ ଆଉ କିଛି ଶବ୍ଦ ମୋତେ ପ୍ରକୃତିରେ ଆଣି ମଧ୍ୟ ଦିଅନ୍ତି। ତେଣୁ ମୁଁ ବହୁତ କିଛି ପଢ଼େ, ତା ସହିତ ମଧ୍ୟ ଲେଖେ। ହେଲେ ଆପଣ କବିତା ଯୋଉ ଲେଖନ୍ତି, କବିତା ପ୍ରତି ଆପଣଙ୍କର ଯୋଉ ଆକର୍ଷଣ ସୃଷ୍ଟି ହେଲା, କବିତାକୁ ନେଇକି କୋଉଠି ପୁରସ୍କୃତ ହେଇଛନ୍ତି କିଛି, ମାନେ ସାଙ୍ଗସାଥୀ ହଉ କିମ୍ବା ଅନ୍ୟମାନଙ୍କ ପାଖରୁ କେବେ ପ୍ରଶଂସାର ପାତ୍ର ହେଇପାରିଛନ୍ତି? ନିଶ୍ଚିତ, କବିତା ମୋତେ ପରିଚୟ ଦେଇଛି ଏବଂ ଜଗତସିଂହପୁର ସାହିତ୍ୟ ପରିଷଦ ତରଫରୁ, ସାରଳା ସାହିତ୍ୟ ସଂସଦ ତରଫରୁ ମୁଁ ମଧ୍ୟ ପୁରସ୍କୃତ ହେଇଛି। ଏବଂ ତା ଛଡ଼ା ଯୁବ ମହୋତ୍ସବ ଗୋଟିଏ ଜାତୀୟ ସ୍ତରର ପ୍ରତିଯୋଗିତା, ସେଠାରେ ମଧ୍ୟ ମୁଁ କବିତା ଗାନ କରିକି ସେଠି ମଧ୍ୟ ମୁଁ ଉଚ୍ଚ ପ୍ରଶଂସିତ ହେଇଛି। ଏବଂ ତା ଛଡ଼ା ଆପଣ ଜାଣିଥିବେ ଜାତୀୟ ସେବା, ଯାହାକୁ ଆମେ କହୁଛୁ ନ୍ୟାସନାଲ ସର୍ଭିସ ସ୍କିମ୍, NSSର ମୁଁ ଜଣେ ସଦସ୍ୟ। ତେଣୁ NSSର ଯେଉଁ କ୍ୟାମ୍ପ ଗୁଡ଼ିକ ପଡ଼େ, ମୁଁ ପଢ଼ୁଥିବା ସମୟରେ ଯେତେବେଳେ କ୍ୟାମ୍ପ ପଡ଼ୁଥିଲା, ସେ ସମୟରେ ମୁଁ ମଧ୍ୟ ସେ ଜାଗାରେ ବିଭିନ୍ନ କବିତା ମୁଁ ଗାଉଥିଲି ଏବଂ ସେ ଜାଗାରେ ମଧ୍ୟ ମୁଁ ପ୍ରଶଂସା ପାଇଛି। ତେଣୁ କେବଳ କବିତା ନୁହେଁ, ମୋର ମଧ୍ୟ ଆହୁରି କିଛି ଅନେକ ରୁଚି ରହିଛି, କିନ୍ତୁ କବିତା ମୋତେ ହୁଏତ କୌଣସି ଉଚ୍ଚ ସ୍ତରରେ ମୁଁ ପ୍ରଶଂସିତ ହେଇନି, କିନ୍ତୁ ମୁଁ ମୋର ଚତୁଃପାର୍ଶ୍ୱ, ମୁଁ ଯେଉଁ ପାରିପାର୍ଶ୍ୱିକ ମାନେ ପରିବେଶ ଭିତରେ ରହୁଛି, ସେ ପରିବେଶ ମୋତେ ବହୁତ ପ୍ରଶଂସା ମୋତେ ଦେଇଛି। ଏବଂ ଏବେ ବି ମୁଁ ଅନେକ କିଛି କବିତା ଯେତେବେଳେ ଲେଖିକି ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ମୁଁ ଯେତେବେଳେ ପୋଷ୍ଟ କରୁଛି, ତେଣୁ ଅନେକ ପ୍ରଶଂସା ମଧ୍ୟ ପାଉଛି, ମୋତେ ଖୁସି ଲାଗେ। ତେଣୁ ମୋତେ ଅନେକ ପୁରସ୍କାର ଦେଇଛି ମୋ କବିତା। ଆଚ୍ଛା, ଆପଣଙ୍କର କବିତା ଏତେ ପ୍ରଶଂସିତ, ଆଉ ଆପଣ ସମସ୍ତଙ୍କୁ କବିତା ଶୁଣାଉଛନ୍ତି, ଆମର ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ଗୋଟେ ଛୋଟିଆ କବିତା ଶୁଣାଇ ପାରିବେ? ନିଶ୍ଚିତ, ମୁଁ ଗୋଟେ କବିତା ଲେଖିଥିଲି। ସେ କବିତାର ନାଁ ହେଉଛି ମୋ ପ୍ରିୟା ଟିକେ ସାବେନି। ଏହି କବିତାଟି ମୁଁ ମୋ ପିଲାମାନଙ୍କୁ ମଧ୍ୟ ଶୁଣେଇଛି। ପିଲାମାନେ ବି ମୋତେ ବହୁତ ମାନେ ଖୁସି ହେଇକି କୁହନ୍ତି ଯେ ସାର୍ ଆପଣ ଆଉ ଟିକେ ଲେଖନ୍ତୁ। ମୋ ପ୍ରିୟା ଟିକେ ସାବେନି, ମୋ ପ୍ରିୟା ଟିକେ ସାବେନି, ମୁଁ ଏକଥା କହିଲେ ଜମାରୁ ସେ କିଛି ଭାବେନି। ମୋ ପ୍ରିୟା ଟିକେ ସାବେନି, ମୁଁ ଏକଥା କହିଲେ ଜମାରୁ ସେ କିଛି ଭାବେନି। ପ୍ରତିଦିନ ଆଇନାକୁ ଘଣ୍ଟେ ଦେଖେ, ପ୍ରତିଦିନ ଆଇନାକୁ ଘଣ୍ଟେ ଦେଖେ, କଣ କେଜାଣି ଭାବି ମୁରୁକି ମୁରୁକି ହସେ। ଟିଭିରେ ବିଜ୍ଞାପନ ଦେଖି ଗୋରା ହେବାର କ୍ରିମ୍ କିଣି ନିଇତି ମୁହଁରେ ମାଖେ।
ମୋ ପ୍ରିୟା ଟିକେ ସାବେନି ହେଲେ ଗୁଣରେ କମ୍ କହିଲେ ତାକୁ ସମ୍ଭାଳି ହୁଏନି। ସେଲ୍ଫି ନେଲା ବେଳେ ସେ ମୁହଁ ଲୁଚାଏ, ସେଲ୍ଫି ନେଲା ବେଳେ ସେ ମୁହଁ ଲୁଚାଏ। ଫଟୋରେ ଲାଇକ୍ ପାଇଁ ଫିଲ୍ଟର ସହ ସାଙ୍ଗ ହୁଏ, ଫଟୋରେ ଲାଇକ୍ ପାଇଁ ଫିଲ୍ଟର ସହ ସାଙ୍ଗ ହୁଏ। ଘଡ଼ିକି ଘଡ଼ି ରିଲ୍ସ ବନାଏ। ମୁଁ ଅନ୍ୟ ଝିଅ ଫଟୋ ଦେଖିଲେ ରାଗରେ ଜଳିଯାଏ। ହଁ, ସିଏ ଟିକେ ଫୁଲେଇ କିନ୍ତୁ ଗଢ଼ଣକୁ ନିଜ ଅଳଙ୍କାର କରି ସବୁବେଳେ ହୁଏ ସଜେଇ। ସିଏ ମୋ ସାବେନି କଣ୍ଢେଇ, ସିଏ ମୋ ସାବେନି କଣ୍ଢେଇ। ବାଃ, ବହୁତ ସୁନ୍ଦର। ଆପଣଙ୍କର କବିତା ଭିତରେ ମାନେ ରୋମାଣ୍ଟିକ ଧାରା ସହିତ ଟିକେ ବାସ୍ତବତା ମଧ୍ୟ ମିଶି ଯାଇଛି। ଆଜ୍ଞା। ଆଚ୍ଛା, ହେଲେ ଆପଣ ଯୋଉ ମାନେ କବିତା ଲେଖିବା ଛଡା ଆଉ କଣ କଣ କରିବାକୁ ଆପଣଙ୍କୁ ଭଲ ଲାଗେ? କବିତା ମାନେ ଲେଖିବା ସହିତ ମତେ ଡିବେଟ୍ ଦବାକୁ ବା ବକ୍ତୃତା ଦବାକୁ, ବିତର୍କ ଦବାକୁ ବହୁତ ଭଲ ଲାଗେ। ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ମୁଁ ପ୍ରାପ୍ତ କରିଛି, ପାଇଛି। ଏବଂ ତା ଛଡ଼ା ମୁଁ ଜଣେ ମିମିକ୍ରି ଆର୍ଟିଷ୍ଟ, ବିଭିନ୍ନ ନକଲ ମଧ୍ୟ କରିପାରେ। ସେଥିରେ ମଧ୍ୟ ମୁଁ ବିଭିନ୍ନ ପୁରସ୍କାର ମଧ୍ୟ ପାଇଛି। ତା ଛଡ଼ା ମୁଁ ଅଭିନୟ ମଧ୍ୟ କରେ ଏବଂ ଗୀତ ମଧ୍ୟ ଗାଏ। କହିବାକୁ ଗଲେ ମୋ ପାଖରେ ଭଗବାନ ସବୁକିଛି କଳା ଦେଇଛନ୍ତି ବୋଲି ମୋତେ ଲାଗେ। ସବୁ ଜିନିଷକୁ ଟିକେ ଟିକେ ଧରିକି ମୁଁ ଆଗକୁ ଚାଲିଛି। ଏବଂ କହିବାକୁ ଗଲେ ମୁଁ ଜଣେ ଆଙ୍କର ମଧ୍ୟ। ମୁଁ ଗୋଟିଏ ରେଡିଓ ଷ୍ଟେସନରେ ମଧ୍ୟ ବର୍ତ୍ତମାନ ଆଙ୍କର ଭାବରେ ମଧ୍ୟ କାମ କରୁଛି। ତେଣୁ କବିତାକୁ ଛାଡ଼ିଦେଲେ ଆହୁରି ଅନେକ ଜିନିଷକୁ ମଧ୍ୟ ମୁଁ ସେଇଭଳି ସମାନ ଭାବରେ ବଞ୍ଚେଇକି ରଖିବା ପାଇଁ କି ଚେଷ୍ଟା କରିଛି ଏବଂ ଆଗକୁ ମଧ୍ୟ କରୁଥିବି। ଆଚ୍ଛା, ଆପଣ କହିଲେ ଯେ ଆପଣ ମାନେ ମିମିକ୍ରି କରନ୍ତି, ଆଜ୍ଞା, ନକଲ ଉତାରନ୍ତି। ଆଜ୍ଞା। ଗୋଟେ ନକଲ ଉତାରିକି ମିମିକ୍ରି କରିକି ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଶୁଣେଇ ପାରିବେ? ନିଶ୍ଚିତ। ମୁଁ ବଲିଉଡର ବିଭିନ୍ନ ଆକ୍ଟର ମାନଙ୍କର ମଧ୍ୟ କରିବାକୁ ଚେଷ୍ଟା କରିଛି। ତା ଛଡ଼ା ଆମର ଓଲିଉଡର ବା ଓଡ଼ିଆ ସିନେମା ଜଗତର ଖତରନାକ ଖଳନାୟକ ରାଇମୋହନ ପରିଡ଼ା, ତାଙ୍କର ମିମିକ୍ରି ମୁଁ ଭଲ ଭାବରେ କରେ। ସେଥିପାଇଁ ମୋତେ ପିଲାମାନେ ବି, ମୋର ଯେଉଁ ସାଙ୍ଗମାନେ ଅଛନ୍ତି ସେମାନେ ବି ମୋତେ ବହୁତ ମାନେ ସେଇ ଭଏସ୍କୁ ନେଇକି ମୋତେ ପ୍ରଶଂସା କରନ୍ତି। ମୁଁ ଚେଷ୍ଟା କରିବି ଶ୍ରୋତାମାନଙ୍କ ପାଖରେ ସେଇ ଭଏସ୍ଟି ପହଞ୍ଚାଇବା ପାଇଁ। न बोले न बोले न बोले ଆଲୋ, ଆକୁ ଦଉଛୁ ତାକୁ ଦଉଛୁ, ମୋ ବେଳକୁ ଜାକି ହଉଛୁ। ନାଇଁରେ ସତୁରା, ଭଗବାନ ମୋତେ ସବୁ ଦେଲେ, ହେଲେ ମୋତେ କ୍ଷମା କରିବା ପାଇଁ ସେତିକି ଭାବନା ଦେଲେନି। ତୁ ଆଜି ମୋ ସାମ୍ନାରେ ଚପଲ ପିନ୍ଧି ଚାଲିଗଲୁ, କାଲି ମୋ ଛାତି ଉପରେ ଗୋଡ଼ ପକେଇ ଚାଲିଯିବୁ। ନାଇଁ, ବାଘ ତା ଗୋଡ଼ ଦିଟା କାଟିଦେ। ଦେଖ ଦେଖ, ସମସ୍ତେ ମୋତେ କୁହନ୍ତି ମୁଁ ନପୁସକ, ହେଲେ ମୁଁ କ'ଣ ପାଇଁ ନପୁସକ ହେଇଛି ସେ କଥା କେହି ବୁଝନ୍ତି ନାହିଁ। ତମେ ମୋତେ ସେଦିନ ଯୋଉ ଜାବଡ଼ା ମାରିଲ, ସେ ଜାବଡ଼ାର ପ୍ରତିଧ୍ୱନି ଆଜି ପ୍ରକମ୍ପିତ ହଉଛି। ନ ବୋଲେ। ଏଇଭଳି କିଛି ଚାଲିଛି। ବହୁତ ବଢିଆ, ବହୁତ ସୁନ୍ଦର। କେବେଠୁ ମାନେ ଆପଣଙ୍କର ଏସବୁ କବିତା ମିମିକ୍ରି ଏସବୁ କେବେଠୁ କରିବା ଆରମ୍ଭ କଲେଣି? ମିମିକ୍ରି ମୁଁ ପିଜି ପଢୁଥିବା ସମୟରେ, ସ୍ନାତକ କରୁଥିବା ସମୟରେ, ସେବେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ହୁଏ ଏବଂ ସାଂସ୍କୃତିକ ପ୍ରତିଯୋଗିତାରେ ମିମିକ୍ରି ବୋଲି ଗୋଟିଏ ଇଭେଣ୍ଟ ମଧ୍ୟ ସେ ଜାଗାରେ ଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମୋର ମନେ ଅଛି, ମୁଁ ଯେତେବେଳେ ପ୍ରଥମ ମିମିକ୍ରି କରିଥିଲି, ନବୀନ ପଟ୍ଟନାୟକଙ୍କର, ଯେହେତୁ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ, ମୋତେ ଡାକିଥିଲେ ଷ୍ଟେଜ ଉପରକୁ କରିବା ପାଇଁ। ମୁଁ ଯାଇଥିଲି ତ ପ୍ରଥମେ ଆରମ୍ଭ କରିଥିଲି, ଆପଣମାନେ ଖୁସି ତ, ନମସ୍କାର, ଧନ୍ୟବାଦ। ଏଇଭଳି ଯେତେବେଳେ ମୁଁ କହିଥିଲି ତ ଗୋଟେ କ୍ରାଉଡ ଆସିଥିଲା, ସମସ୍ତଙ୍କର ତାଳି ଆସିଥିଲା ଏବଂ ମୋତେ ବହୁତ ଖୁସି ଲାଗିଥିଲା। ତାପରେ ପରେ ମୁଁ ଅନୁକରଣ କରିବାକୁ ଚେଷ୍ଟା କଲି। ବିଭିନ୍ନ ପ୍ରକାର ଅଭିନେତା ମାନଙ୍କର ଭଏସ୍ ଶୁଣିଲି, ନିଜେ ବହୁତ ପ୍ରାକ୍ଟିସ ମଧ୍ୟ କରୁଥିଲି। ବର୍ତ୍ତମାନ ସମୟରେ କହିବାକୁ ଗଲେ ସାର୍, ସବୁକିଛି ଧୀରେ ଧୀରେ, ଯେହେତୁ ମୁଁ ପାଠ ପଢ଼ିଲା ବେଳେ ବହୁତ କଥା ହେବାକୁ ପଡୁଛି ପିଲାମାନଙ୍କ ସହିତ, ତେଣୁ ସେ ହ୍ୟାବିଟଟି ଆଉ ବର୍ତ୍ତମାନ ସମୟରେ ଆଉ ସେ ଭଏସ୍ରେ ମେଣ୍ଟେନ୍ କରିକି ମୁଁ ରଖିପାରୁନି। ତ ମୁଁ ଯଦି ଜଣେ ପ୍ରଫେସନାଲ ମିମିକ୍ରି ଆର୍ଟିଷ୍ଟ ହେଇଥାନ୍ତି ତ ସେଗୁଡ଼ିକ ଭଲ ଭାବରେ କରିଥାନ୍ତି। କିନ୍ତୁ ଚେଷ୍ଟା କରୁଛି କିଛି କରିବା ପାଇଁ ଏବଂ ଶ୍ରୋତାମାନଙ୍କୁ ମଧ୍ୟ କହିବାକୁ ଚାହିଁବି, ମୋର ଗଳା ଟିକେ ବର୍ତ୍ତମାନ ଖରାପ ଅଛି, ଥଣ୍ଡା ହେଇଯାଇଛି। ତେଣୁ ହୁଏତ ସଠିକ୍ ଜିନିଷଟି ତାଙ୍କ ପାଖରେ ପହଞ୍ଚି ପାରୁନଥିବ, କିନ୍ତୁ ହଁ, ମୁଁ ନିଶ୍ଚିତ ଭାବରେ ଯଦି ଆଗାମୀ ଦିନରେ ସୁଯୋଗ ମିଳେ, ମୋ ଗଳା ଭଲ ଥିଲେ ମୁଁ ନିଶ୍ଚିତ ଶ୍ରୋତାମାନଙ୍କ ପାଖରେ ଭଏସ୍ ପହଞ୍ଚେଇବି। ଆଚ୍ଛା, ହେଲେ ଆପଣ କବିତା ଯୋଉ ଲେଖାଲେଖି କରୁଛନ୍ତି,
जो युव कवि माने वर्तमान समय नुआ नुआ के लेखालेखी करबा आरंभ करछंती सेमानकु आपण कोन कहबाकू चाहिबे जे केमिति निजर कविता को नेकी जो रुचि रहिछि ताको बढ़ेबे आ भलो कविता केमिति लिखि परिबे से माने? निश्चय कविता वर्तमान समय रे आमे ओडिया अस्मिता को नेकी कथा होछु तेणु मु कहबाकू चाहिबी जेहेतु आमे ओडिया आमर मातृभाषा ओडिया एवं ओडिया भितरे अनेक किछि जिनस रहिछि जोटा कि आपण माने जेते खोजिले सेते नुआ पाइबे तेणु जो युव कवि माने से माने भाबुचंती जे से माने निजर कविता से माने निजर भावना को परिप्रकाश करिवा पई कि सेमानको अपॉर्चुनिटी मिलु नाही किंतु वर्तमान समय रे बहुत किछि सेमानको पई कि प्लेटफॉर्म आसिलाणी जेमति कि से माने विभिन्न खबर कागज रे लेखा देई परिबे एवं विभिन्न प्रकार मीडिया रे से माने मध्य निजुको एक्सप्लोर करि परिबे तेणु वर्तमान समय रे जो कवि माने आगु को आसीबा को चाहुचंती सेमानको मु कहबा को चाहिबी जे आपण माने साहित्य को भलो पांतु एवं साहित्य को भलो पाइले साहित्य आपण को भलो पाइबो एवं आमे जो कथा कहूछु जे ओडिया भाषा को नेकी विभिन्न वितर्क चालीछि वर्तमान समय रे तेणु आमे जदि आमर साहित्य को आमर भाषा को जदि आमे सेति की भलो पाइबा एवं आ गोटे कथा होछि हमकु पढिबा को पड़िबो अनेक गवेषणा करिबा को पड़िबो आमर जो पूर्व कवि माने जो माने अछंती कवि सम्राटक कथा आपण चिंता करंतु कवि वरंकर कथा आपण चिंता करंतु तेणु अनेक किछि जिंस को आपण खोजिले आपण ता भितर अनेक मधुरता पाइबे जोटा कि आपण को शक्ति दबो आपणक भावना को आहुरी माने तिर्जक करिबा पई कि आपण आहुरी अनेक किछि भाबी परिबे एवं सर मु भाबे प्रत्येक लोकंक पाखरे जणे कवि अछंती प्रत्येक लोक किछि ना किछि भाबी पारंती तेणु कथा होछि किए परिप्रकाश करि पारुछि किए करि पारु नाही तेणु जो माने आगु को आसुचंती आपणक स्वागत आपण साहित्य को भल पांतु साहित्य को पढंतु अन्य मानकर लेखा पढंतु तापर जे कि आपण देखिबे आपण गोटिए नूतनत्व को निश्चित जन्म देई परिबे। अच्छा बहुत बढ़िया आपण आमर युव कवि माननकु उपदेश देले आउ आपण कविता को नेगरी कोन भाबंती आपनकर भविष्यत विषय रे आपण कोन भाबिछंती कोन चिंता करछंती? सर जेहेतु वर्तमान मु अध्यापना करूची पिला माननकु पाठ पढौची उद्भिद विज्ञान रे एवं मोर भविष्यत लक्ष्य रहिची मु जने शिक्षक हेबी पिला माननकु पाठ पढेबी उद्भिद विज्ञान विभाग रे ही मु आगु को गति करिबा को चाहे एवं मु चाहे जे उद्भिद विज्ञान भितरे साहित्यर सामंजस्य को केमिति आहुरी बलिष्ठ करिबी उद्भिद विज्ञानर जो सबु गुढ़ तत्व गुड़िक अछि से तत्व गुड़िक पिला माननकु केमिति सरल भाबरे मु बुझेई परिबी तेणु आगामी भविष्यत रे भगवान जेहेतु मते गोटे भल नोवेल प्रोफेशन देइछंती शिक्षकता तेणु मु बहुत खुशी जे मु एई फील्ड रे अछि एई फील्ड रे काम करूची तेणु मु शिक्षकता रे ही मन बळेबी ता छडा मोर जो विभिन्न प्रकार कर्म रहिछि से कर्म को नेकी मध्य मु आगु को गति करिवि तेणु मोर एहा ही रहिछि लक्ष्य जेतबेले जीवन छाडिबो मो शरीर रु बा जेबे मो आत्मा मो शरीर रु छाडिबो सेबे जेमिति मो आत्मा मो शरीर को कहूथिबो जे तू किछि गोटे भिन्नता सृष्टि कलु बोली एहा ही मोर लक्ष्य रहिछि। बहुत सुंदर कथा कहले आमे भी आशा करबो आपण आपनकर भविष्यत को अति सुंदर भाबरे गढंतु आ एमिति ही आपण माने आपनकर शिक्षागत कार्य करबा सहित एमिति ही साहित्य सहित मध्ये जोडी हेकि रहिथांतु तबे आमर एही साक्षात्कार को रखिबा किंतु रखिबा पूर्वरु शेष करबा पूर्वरु आ गोटे छोटिया कविता निश्चित भाबरे सर आपण को बहुत बहुत धन्यवाद आकाशवाणी जयपुर को मध्य धन्यवाद मु आकाशवाणी जयपुर जने श्रोता समस्त कार्यक्रम को सुनिबा को चेष्टा करे एवं आपणकर प्रोग्राम मध्य मु सुने आज मते बहुत खुशी लागुची जे मु आकाशवाणी जयपुर रे बसिची आपणक सहित कथा होउची एवं किछि समय पूर्वरु मु स्टूडियो को आसीबा पूर्वरु गोटे कविता आकाशवाणी जयपुर को नेकी लिखिथिली सेई कविताटी मु श्रोता मानक सहित बांटीबा पई चाहिबी मोर कवितार शीर्षक रहिछि हृदय स्मरणे माने मो हृदय आकाशवाणी जयपुर को नेकी कोन स्मरण करूची कोन कहूची विप्लवर भिन्न उद्दीपना सह आशार किरण नेई विप्लवर भिन्न उद्दीपना सह आशार किरण नेई जन समाज को सुधारिबा पई स्वरटे आसीची उई केते केते कथा केते केते वार्ता बांटू थाए अहरह आधुनिकतार भिड़ भितरे भी स्पष्ट दिसे तार मुह स्पष्ट दिसे तार मुह जेते सुनिले भी मन झुरु थाए जेते सुनिले भी मन झुरु थाए ता मिठा बाणी मधुर सिए मोर साथी सिए मोर प्रीति आकाशवाणी जयपुर आकाशवाणी जयपुर धन्यवाद। बहुत ही सुंदर बहुत ही बढ़िया आपण आम सहित आसिले आमको समय देले एवं आमर श्रोता बंधु मानक सहित आपणकर जो कविता और भावना को बांटिले
बहुत ही भल लगे आपण सहित कथा ही वर्तमान कार्यक्रम को ये रखा किंतु पुणी थे केतबेले आपण सहित पुणी थे साक्षात हम एमती कौन कार्यक्रम निश्चित सर बहुत बहुत धन्यवाद आपन को धन्यवाद आकाशवाणी जयपुर को धन्यवाद नमस्कार नमस्कार।